ଗୀତାରେ ଲେଖା ହେଇଛି କର୍ମ ଅକର୍ମ ବିକର୍ମ ସେଇଟା ଆମେ ଟିକେ ବୁଝିପାରୁନୁ। ଓହୋ କର୍ମ ଅକର୍ମ ବିକର୍ମ ସୁକର୍ମ ଏବଂ କୁକର୍ମ। ଆଜ୍ଞା କର୍ମ ହଉଛି 5 ପ୍ରକାରର। ଆଜ୍ଞା କର୍ମ 5 ପ୍ରକାର କର୍ମ ବିକର୍ମ ଅକର୍ମ। ଅକର୍ମ କହିଲେ ଯିଏ କର୍ମ ନୁହଁ ବୁଝିଲ। ଆଜ୍ଞା ବିକର୍ମ କହିଲେ ବିଶେଷ କର୍ମ। ଆଜ୍ଞା ବିଶେଷ କର୍ମ ବିଶେଷ କର୍ମ ବିକର୍ମ। ଆଉ ବିଶେଷ କର୍ମ ଗୋଟେ କହିଦିଅନ୍ତୁ ନା। ବିଶେଷ କର୍ମ ମାନେ ଆମେ ସଂସାରରେ ଯୋଉ କର୍ମ ସବୁ କରୁଛୁ ତାର ଊର୍ଦ୍ଧ୍ୱ କର୍ମଟାକୁ ବିଶେଷ କର୍ମ ଐଶ୍ୱରିକ କର୍ମ ହଉଛି ବିକର୍ମ। ଆଉ ସୁକର୍ମ ତ ଆମେ ଜାଣିଛନ୍ତି। ଆଉ କୁକର୍ମ କହିଲେ ଯିଏ କର୍ମ ଯିଏ ବ୍ୟତିକ୍ରମ କର୍ମ କୁକର୍ମ ବି ଜାଣି ହବ କଣ ନା। ଆଉ ଅକର୍ମ କର୍ମ ଅକର୍ମ ବିକର୍ମ ସୁକର୍ମ କୁକର୍ମ କଣ ବୁଝିଲ ନା। ଆଉ ବିକର୍ମ ଅର୍ଥ ଆଉ ଗୋଟେ ଜିନିଷ ଅଛି। ବିକର୍ମର ଅର୍ଥ ହଉଛି ଯେ ବିହିତ କର୍ମ ବୁଝିଲ। ହଁ ବିହିତ କର୍ମ ଅର୍ଥ କହିଲେ ଆମର ଶାସ୍ତ୍ର ନିର୍ଦ୍ଦେଶିତ କର୍ମ। ଆଚ୍ଛା ଆଚ୍ଛା ଶାସ୍ତ୍ର ନିର୍ଦ୍ଦେଶିତ କର୍ମ କହିଲେ ଆମେ ଶାସ୍ତ୍ର ଯୋଉ ଭଳି ପ୍ରକାର କର୍ମ ଆମକୁ କହିଛି କରିବା ପାଇଁ ସେଇ କର୍ମ ଅନୁଷ୍ଠିତ କରିବାକୁ ମଧ୍ୟ କୁହାଯାଏ ବିହିତ କର୍ମ। ଆଚ୍ଛା ଆଉ କର୍ମ ଅକର୍ମ ବିକର୍ମ ସୁକର୍ମ କୁକର୍ମ ଇଏ ହଉଛି 5 ପ୍ରକାରର କର୍ମ। ଆଉ ଆଜ୍ଞା ଆଉ ଗୋଟେ କ୍ୱେଶ୍ଚନ। ମୁଁ ଗୀତା ପଢୁଛି ଚାଲିଗଲି ମୃତ୍ୟୁବରଣ କଲି ଦେହ ତ୍ୟାଗ କଲି କରିବା ପରେ ଆଉ ଥରେ ଜନ୍ମରେ ଭ୍ରମଣ କରିବି ନା ମୁକ୍ତି ସିଧା ପାଇଯିବି? ଗୀତା ମୁଁ ପଢିଥିବି ବୁଢା ହେଇଗଲି ତାପରେ ମୁଁ ଚାଲିଯିବି ଚାଲିଗଲା ପରେ ତ ଜନିରେ ଜନ୍ମ ନେବି ନା ମୁକ୍ତି ପାଇଯିବି? ଗୀତା ହଉଛି ଆମର ଯେ ଜ୍ଞାନମୟୀ ତାକୁ ପଢିଲେ ଆମର ଜ୍ଞାନ ହବ। କିନ୍ତୁ ସେଇ ଗୀତା ଯୋଉ ପଢିବା କଥା ସେଟା ଗୁରୁଙ୍କ ଉପଦେଶ ଅନୁସାରେ ଗୀତା ଯଦି ଆପଣ ତାକୁ କାମରେ ଲଗେଇବେ ତେବେ ଯାଇକି ଆମେ ମୁକ୍ତି ମାର୍ଗକୁ ଯିବା। ଆଉ ଗୀତା ପଢିକି ଆମେ ଦେହ ତ୍ୟାଗ କଲେ ଯେ ଆମେ ପର ଜନ୍ମରେ ଆମେ ସେଇ ଗୀତା ଆଡକୁ ଆମର ମନ ଆକର୍ଷିତ ହବ କିନ୍ତୁ ମୁକ୍ତି ମିଳିବ ନାହିଁ ସେଥିରେ। ସଦ୍ଗୁରୁ ଦତ୍ତ କର୍ମ ନ କଲା ପର୍ଯ୍ୟନ୍ତ ଆମର କର୍ମ ସଂସ୍କାର ଖଣ୍ଡନ ନହେଲା ପର୍ଯ୍ୟନ୍ତ ଆମେ ମୁକ୍ତି ପାଇପାରିବାନି। କଣ ବୁଝିଲ ନା। ଆମ କର୍ମ ଯୋଉ କର୍ମ ଆମେ କରୁଛନ୍ତି ସେ କର୍ମରୁ ଆମେ ଧର ମନେ କରାଯାଉ ପୂର୍ବ ଜନ୍ମରୁ ଆମେ ବହୁତ କର୍ମ କରିଛନ୍ତି। ସେ କର୍ମ ସଂସ୍କାର ଗୁଡାକ ଖଣ୍ଡନ ନହେଲେ ଆମେ କେମିତି ମୁକ୍ତି ପାଇବା? ସେ କର୍ମ ଯୋଉ ସୁକର୍ମ କରିଛନ୍ତି କୁକର୍ମ କରିଛନ୍ତି ବିଭିନ୍ନ ପ୍ରକାର କର୍ମ ଆମ ଜୀବନରେ ପୂର୍ବ ଜନ୍ମରେ କରିଛନ୍ତି ଇହ ଜନ୍ମରେ ବି କରୁଛନ୍ତି। ସେ କର୍ମ ଗୁଡିକ ସବୁ ଆମକୁ ବନ୍ଧନରେ ବାନ୍ଧନ୍ତି। ସେ କର୍ମ ଗୁଡିକ ଖଣ୍ଡନ ନହେଲା ପର୍ଯ୍ୟନ୍ତ ଆମେ ମୁକ୍ତି ପାଇ ପାରୁନାହାନ୍ତି। ଆଜ୍ଞା ତାହେଲେ ମୋର ବି ତ ପୂର୍ବ ଜନ୍ମର ସଂସ୍କାର ଥିବ ଗୀତା ଯୋଉ ପଢୁଛି। ସଂସ୍କାର ନଥିଲେ କେମିତି ସଂସ୍କାର ଗୀତା ପଢୁଛନ୍ତି ସଂସ୍କାର ଅଛି ଏଇଟା ସତ। କିନ୍ତୁ ସେଇଟାକୁ କରିଦେଲେ ଯେ ଆମେ ମୁକ୍ତି ପାଇବା ସେମିତି ନାହିଁ। ଆମେ ଯୋଉ ଗୀତା ପଢୁଛନ୍ତି ଗୀତା ପଢିବା ଦ୍ଵାରା ଆମ କର୍ମ କିଛି କିଛି ଖଣ୍ଡନ ହଉଛି। କଣ ବୁଝିଲେ ନା। ଆମେ ସୁକର୍ମ ଆଡକୁ ମନ ଯାଉଛି ଆଧ୍ୟାତ୍ମିକ ଆଡକୁ ମନ ଗତି କରୁଛି। ଏଇ ଚେତନା ଗୁଡିକ ସବୁ ପରଜନ୍ମକୁ ରହିଯିବ। କିନ୍ତୁ ଆମେ ଯୋଉ କର୍ମ ସବୁ କରିଛନ୍ତି କୋଉଠି ପାପ କରିଛନ୍ତି କୋଉଠି ପୁଣ୍ୟ କରିଛନ୍ତି ଏଇ ଯୋଉ କର୍ମ ଗୁଡିକ ସବୁ କରିଛନ୍ତି ଏଇ କର୍ମ ଖଣ୍ଡନ ଗୀତା ପଢିବା ଦ୍ଵାରା କେବଳ ହବନି। ତମ କର୍ମ ସଂସ୍କାର ଗୁଡିକ କେବଳ ଗୁରୁ ଧଇଲେ ଗୁରୁ ତମକୁ କର୍ମ ସଂସ୍କାର କର୍ମ ବନ୍ଧନରୁ ତମକୁ ଛେଦନ କରିକି ତମକୁ ଉପରକୁ ଉଠେଇବେ। କଥା ଯେ ଏଇ ଗୀତା ପଢିଲେ ଲୋକ ସବୁ ମନା କରୁଛନ୍ତି କହୁଛନ୍ତି ଏଇ ଗୀତା ପଢୁଛ ତୁମ ଘରେ କଳି ଝଗଡା ହଉଛି ଆଉ ତୁମର ଅଶାନ୍ତି ହଉଛି ଏଇ ଗୀତା ମହାଭାରତ ଜିନିଷ ଏଇ ସବୁ ମହାଭାରତ ଜିନିଷ ତମେ ଯଦି ପଢୁଛ ଘରେ ପଢ ନାହିଁ ବାହାରେ ପଢ। ନା ସିଏ ସବୁ ଅନ୍ଧବିଶ୍ୱାସ ଯେ ମହାଭାରତ ଗୋଟେ ଗ୍ରନ୍ଥ ତାକୁ ପଢିବା ପାଇଁ ବ୍ୟାସଦେବ ଲେଖିଛନ୍ତି ପଢିଲେ କଳି ହବ ସେମିତି କିଛି କାରଣ ନାହିଁ। ସେ ଲୋକ ସବୁ କହୁଛନ୍ତି ତାଙ୍କର ଭ୍ରମ ଚିନ୍ତାଧାରା। ନାଇଁ ଆମେ ଗୀତା ପଢିପାରିବା ମହାଭାରତ ପଢିପାରିବା ଏ ସବୁ ଗ୍ରନ୍ଥ ପଢିବା ପାଇଁ ହେଇଛି ଭଲ ଉପଦେଶ ମହାପୁରୁଷ ମାନେ ଦେଇଛନ୍ତି ଆମ ମାନଙ୍କୁ ମାନେ ଭଲ ପଥରେ ଚାଲିବା ପାଇଁ ସେଥିରେ ଆମର ଅସୁବିଧା କିଛି ହବନି। ତାହେଲେ ଆଜ୍ଞା ମୋର ଚାକିରି କରିବି କି ଭଲ ମନ୍ଦ କରିବି ଯାହା କରିବି ସେଟା ପୂର୍ବ ଜନ୍ମର ସଂସ୍କାର ନହେଲେ ହବନି ନାଇଁ କି ସାର୍? ନା ସେଇଟା ସତ। ପୂର୍ବ ଜନ୍ମର ସଂସ୍କାରରୁ ଏ ଜନ୍ମରେ ଆମେ କର୍ମ କରନ୍ତି।
ଆଜ୍ଞା ଆଜ୍ଞା ଗୀତା ପଢ, ଗୀତା ପଢିକି ଗୀତା ବିଷୟରେ ପଚାରିବ ମତେ, ମୁଁ ଗୀତା ଉପରେ କହିବି ତମକୁ। ଆଜ୍ଞା ତାପରେ ଗୀତା ୱାର୍ଡ ଗୁଡାକ ବହୁତ ଡିଫିକଲ୍ଟ ୱାର୍ଡ, ବୁଝି ହଉନି। ନା ମୁଁ ଶୁଣ, ମୁଁ ଗୀତା ଛାଡୁଛି, ଧୀରେ ଧୀରେ ଛାଡିବି। ଗୀତା ବାଣୀ ପ୍ରଥମେ ଗୀତାର ମୁଁ ଛାଡିଛି, ତାର କେବଳ ଗୁରୁ ବନ୍ଦନାଟା ଛାଡିଛି। ଗୀତା ଆରମ୍ଭ କରିଛି, ଲେଖିବା ଆରମ୍ଭ କରିଛି, ସମୟ ଅଭାବରୁ ଲେଖି ପାରୁନି। ମୁଁ ଗୀତା ଛାଡିବି 700 ଶ୍ଲୋକ, ମୋର 700 ଏପିସୋଡ ହବ। ତାମାନେ ଗୋଟିଏ ଶ୍ଲୋକ ଗୋଟିଏ ଏପିସୋଡ ରେ ମୁଁ ଛାଡିବି କି ଅଧିକା ହବ। ମୁଁ ସେଗୁଡା ସବୁ କରୁଛି ଏବଂ ଲେଖି ଚାଲିଛି। ତାକୁ ଟିକେ ଭଲ କି ଅନୁଧ୍ୟାନ କରି ଦେଖ। କେବଳ ଗୀତା ସରିମାର୍ଥ ହଉଛି ଗୀତାର ପ୍ରକୃତ ଅର୍ଥ। ଆଉ ଗୋଟେ କଥା ଆଜ୍ଞା, ଜଣେ ଦୁର୍ଗା ପୂଜା କରୁଥିଲେ ଏଇଠି, ଜଣେ ଦୁର୍ଗା ପୂଜା କରୁଥିଲେ, ସେ ଗୀତା ବି ପଢନ୍ତି, ଭାଗବତ ପଢନ୍ତି, ସବୁ ପଢନ୍ତି। ତାଙ୍କର ଜିଭଟା ଆଜ୍ଞା କ୍ୟାନ୍ସର ହେଇଗଲା, ମାନେ ଡକ୍ଟର କାଟିଦେଲେ। ତ ସିଏ ଚାଲିଗଲେ। ତ ଚାଲିଗଲେ ପୁଣି ଆଉ ଥରେ ତ ଜନ୍ମ ନେଇଥିବେ। ଶୁଣ, ଚାଲିଗଲେ ଯେ ଜନ୍ମ ନେବେ ସେମିତି କିଛି ମାନେ ନାହିଁ। ଗୀତା କଣ କହୁଛି? ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବମ୍ ତ୍ୟଜତ୍ୟନ୍ତେ କଳେବରମ୍ ତଂ ତଂ ଏବୈତି କୁହନ୍ତି ସଦା ଭାବିତ। ଯେଉଁ ଯେଉଁ ଭାବ ଚିନ୍ତିଣ ଜୀବ ଜୀବ ଛାଡ଼ଇ, ସେଇ ଭାବ ଲୋଭଇ ସଦା ଭାବିତ ହୋଇ। ତେଣୁ ଆମେ ଅନ୍ତ କାଳରେ ଯୋଉ ରୂପକୁ ଚିନ୍ତା କରିଥିବା, ଯଦି ସେଇ ରୂପଟିକି ଯଦି ଆମେ ସବୁଦିନେ ଯୋଉ କଥା ଚିନ୍ତା କରିଥିବା, ସେଇ କଥା ଗୁଡିକ ଅନ୍ତ କାଳରେ ପାଇବା। ଏବଂ ଅନ୍ତ କାଳରେ ଆମେ ଯାହାର ରୂପକୁ ଦର୍ଶନ କରିଥିବା, ସେଇ ଜୀବ ରୂପ ନେଇକି ଆମେ ଜନ୍ମଗ୍ରହଣ କରିବା। ସେଥିରେ ଯେ ପୁନର୍ଜନ୍ମରେ ଆମେ ମଣିଷ ଜନ୍ମ ହବା ଏମିତି କିଛି ମାନେ ନାହିଁ। କଣ ବୁଝିଲେ ନା? ଆଉ ମନୁଷ୍ୟ ଜନ୍ମ ହବାର ଗ୍ୟାରେଣ୍ଟି ଏଇଆ ହଉଛି, ଯଦି କେହି ଜଣେ ଭକ୍ତ ସଦ୍ଗୁରୁ କରିଥାଏ, ତାହେଲେ ସେ ପରଜନ୍ମରେ ନିଶ୍ଚୟ ମଣିଷ ଜନ୍ମ ହବ। କିନ୍ତୁ ସଦ୍ଗୁରୁ ନ କରିକି ଆମେ ଯଦି ଜନ୍ମ ହବା, କେତେବେଳେ କୁକୁର ହବା, କେତେବେଳେ ଛେଳି ହବା, କେତେବେଳେ କୋଉ ଜନ୍ମ ହବା ଆମେ କହିପାରିବାନି। ତାର କିଛି ଗ୍ୟାରେଣ୍ଟି ନାହିଁ। ଆଉ ତେଣୁ ସିଏ ଯୋଉ କହୁଛନ୍ତି ଯେ ଦୁର୍ଗା ପୂଜା କରୁଥିଲେ, ଜୀବ କଟିଗଲା, ଭଲ କଥା। କିନ୍ତୁ ସେ ଶେଷ ସମୟରେ ଯାହା ଯୋଉ ରୂପକୁ ଦେଖିଛନ୍ତି, ଏ ଜୀବ ଗଲା ବେଳେ ଯାହାକୁ ଦେଖିଥାଇ ଡୋଳେ, ଭये ଚିନ୍ତଇ ତାର ରୂପ, ଜନ୍ମଇ ଘେନି ଶେଷ ରୂପ। କଣ ବୁଝିଲ ନା? ଏଇ ଯୋଉ କଥାଟା ଭାଗବତରେ ଲେଖା ଅଛି, ଏ ଜୀବ ଗଲା ବେଳେ ଯାହାକୁ ଦେଖି ଥାଇ ଡୋଳେ, ଭये ଚିନ୍ତଇ ତାର ରୂପ, ଜନ୍ମଇ ଘେନି ଶେଷ ରୂପ। ତେଣୁ କୋଉ ଜନ୍ମ ନେଇକି କହିବ, ତାକୁ କେହି କହିପାରିବେନି। ନା ଏଠି ଆଉ ଗୋଟେ ଡାଉଟ୍ ହଉଛି, ତ ଜୀବ ଯେତେବେଳେ ମରୁଛି, ସେତେବେଳେ ତା ସାମ୍ନାରେ ଯିଏ ଅଛି ସେଇ ଭାବଟା ତ ଆସୁଛି। ଧନକୁ ଯେତେବେଳେ ସେ ରାତି 12ଟା 1ଟା 2ଟା କି ଲୋକ କେହି ଥିବେନି ତା ସାମ୍ନାରେ, ସେତେବେଳେ ସେ ମରିଯାଉଛି। ଶୁଣନ୍ତୁ, ମୁଁ ବୁଝେଇ ଦଉଛି ଯେ ତମେ ବର୍ତ୍ତମାନ ମୁଁ ରାତି 12ଟା 1ଟାରେ ଦେହତ୍ୟାଗ କଲି, ସେତେବେଳେ ମନେ କରାଯାଉ କେହି ନାହାନ୍ତି, ଏଇଆ ତ। କିନ୍ତୁ ମୁଁ ସେ ଯୋଉ ରାତି 12ଟା ଦିନରୁ କୋଉଠି କାହାକୁ ତ ଦେଖିଥିବି ନା ନାଇଁ? ଦିନରୁ ମନେ କରାଯାଉ ମୁଁ 4ଟା ବେଳେ ଜଣକୁ ଦେଖି, ଯୋଉ ରୂପଟା ଦେଖିଛି ସେଇଟା ମୋ ଲାଷ୍ଟ ପଏଣ୍ଟରେ ସେଇ ରୂପଟା ଅଛି ମଧ୍ୟରେ। ଆଉ ମୁଁ ରାତିରେ ମଲା ବେଳେ ମଧ୍ୟ ସେଇ ରୂପ ହିଁ କେବଳ ଆସିବ। ମାନେ ଆମର ମୋଟ କଥା, ଜୀବ ଗଲା ପୂର୍ବ ଅବସ୍ଥାରେ ଯାହାକୁ ଆମେ ଯୋଉ ସମୟରେ ଦେଖିଥିବା, ସେଇଟା ଆମର ରହିଯିବ, ଛାପ ରହିଯିବ, ଲାଷ୍ଟ ପଏଣ୍ଟଟା। ଆଜ୍ଞା ମଝିରେ ଡାଉଟ୍ ୱାର୍ଡ ଗୁଡା ବୁଝି ହଉନି, ପଚାରିବୁ? ତମେ ଏବେ ତ ମୁଁ ଟିକେ ବ୍ୟସ୍ତ ରହିଛି, ଲୋକ ବସିଛନ୍ତି। ତମେ ମଝିରେ ମଝିରେ ଯେତେବେଳେ ଡାଉଟ୍ ୱାର୍ଡ ଥିବ ମଝିରେ ମଝିରେ ପଚାରିବ। ତାପରେ ଆଉ ଗୋଟେ କଥା, ମୁଁ ଗୀତା ଛାଡୁଛି ୟା ଭିତରେ, ହେଲା? ଗୀତା ଛାଡିବେ। ଆଉ ଆମ ୟୁଟ୍ୟୁବରେ ଦେଖିବୁ। ଆପଣଙ୍କର ଫାଙ୍କା ସମୟଟା କେତେବେଳେ? ଫାଙ୍କା ସମୟ କେତେବେଳେ ନାହିଁ, ସବୁବେଳେ ତ। ହେଇ ଆଜି ସକାଳେ ମୁଁ ଭାବୁଥିଲି ଲେଖିକି ସେ ଯୋଉ ଆମର ପଞ୍ଚସଖା ପ୍ରଣବ ତତ୍ତ୍ୱ ଗୋଟେ ଭଲ ଜିନିଷ, ମୁଁ ଆଜି ଲେଖିମି 10-15 ଧାଡି ଲେଖିଛି। ହେଇ ସମୟ ମିଳିଲାନି, ଯୋଉ ବେତାଳ ହେଇଗଲା, ଏପର୍ଯ୍ୟନ୍ତ ମତେ ଟାଇମ ନାହିଁ। ଆଉ ତେଣୁ ଫାଙ୍କା କହିପାରିବିନି ଏଇ ସମୟରେ କେମିତି କରୁଥିବ। ସେ ତଥାପି 2ଟା 3ଟା ଖଣ୍ଡ ଭିତରେ ଯଦି କେତେବେଳେ ଏମିତି ପଚାରୁଥିବ, ମୁଁ ଯଦି ଫାଙ୍କା ଥିବି ତାହେଲେ କହିବି ଆଉ।